ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ। ଆଜି ଖେଳିବେ ସୂର୍ଯ୍ୟବଂଶୀ। ଆଜି ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ T20 ମ୍ୟାଚ୍। ତେବେ ଆଜିର ମ୍ୟାଚ୍ ଭାରତୀୟ ଦର୍ଶକ ବନ୍ଧୁମାନେ କେଉଁ ସମୟରେ ଦେଖିବେ ଏବଂ କେଉଁ ଚ୍ୟାନେଲ୍ ମାଧ୍ୟମରେ ଦେଖିବେ ଏବଂ କେତେ ପ୍ଲାନ୍ କରିବାକୁ ପଡ଼ିବ, ତେବେ ସେହି ବିଷୟରେ ଆଲୋଚନା କରିବା। ଏବଂ ଦେଖିବାକୁ ଗଲେ ଆୟର୍ଲାଣ୍ଡ ଗସ୍ତ ଯାଇ ଟିମ୍ ଇଣ୍ଡିଆ ଦୁଇଟି T20 ମ୍ୟାଚ୍ ଖେଳିବ ଏବଂ ଦୁଇଟି T20 ଦେଖିବାକୁ ଗଲେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 6ଟାରୁ ଖେଳ ଆରମ୍ଭ ହେବ। ଏବଂ ଦେଖିବାକୁ ଗଲେ ଏହି ମ୍ୟାଚ୍ ଦେଖିବା ପାଇଁ ଦର୍ଶକ ବନ୍ଧୁମାନେ ମୋବାଇଲ୍ ମାଧ୍ୟମରେ ସନି ଲିଭ୍ ଏବଂ ସନି ସ୍ପୋର୍ଟ ଟିଭି ମାଧ୍ୟମରେ ଦେଖିପାରିବେ। ତ ମୁଁ କହିବା ଅନୁସାରେ 77 ଟଙ୍କା ମାନେ 77 ରୁପିଜ୍ ମାରିଲେ ଯାଇ ମୋବାଇଲ୍ ମାଧ୍ୟମରେ ଦେଖିପାରିବେ। ସବୁଠାରୁ ଶସ୍ତା ପ୍ଲାନ୍ ମୋତେ ତ ଲାଗୁଛି ଅଲ୍ଟ୍ରା ପ୍ରୋ ଗରିବ ପାଇଁ ଏଇଟା ସୁବିଧାଜନକ ହେବ। ଏବଂ ଯଦି ଦୁଇଟି ଯାକ ମ୍ୟାଚ୍ରେ ବର୍ଷା ହୁଏ ତାହେଲେ ମୋତେ ଲାଗୁଛି ସଫଳ ହେବ ସେଇ ପଇସାଟାରେ, କାହିଁକି ଭଲ ଲାଗିବ। କିନ୍ତୁ ଏ ମ୍ୟାଚ୍ ଦେଖିବା ଅସମ୍ଭବ, କାହିଁକିନା ସେମିତି ତ ମୋତେ ଲାଗୁଛି ପ୍ଲାନ୍ ନ ପକାଇ ମଧ୍ୟ ଗୁଗୁଲ୍ ଅଛି, ଗୁଗୁଲ୍ରେ ସବୁ କହିଦେବ, ସେଇଟା ଦେଖିବା ଭଲ ଲାଗିବ। ତ ଫ୍ରେଣ୍ଡ ଆପଣମାନେ କମେଣ୍ଟରେ କହିପାରନ୍ତି। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଗସ୍ତ କରିଛି ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ଗସ୍ତରେ ଯାଇ ଦୁଇଟି T20 ମ୍ୟାଚ୍ ଖେଳିବ। ଦେଖିବାକୁ ଗଲେ ଶ୍ରେୟସ ଆୟର ଅଧିନାୟକ, ଉପଅଧିନାୟକ ତିଲକ ବର୍ମା, ସଞ୍ଜୁ ସାମସନ୍, ଅଭିଷେକ ଶର୍ମା ରହିଛନ୍ତି। ଦେଖିବାକୁ ଗଲେ ଏହି ମ୍ୟାଚ୍ ବହୁତ ହାଇ ଭୋଲ୍ଟେଜ୍ ହେବ, କାହିଁକିନା ବୈଭବ ସୂର୍ଯ୍ୟବଂଶୀ ରହିଛନ୍ତି। ମୋତେ ତ ଲାଗୁଛି 6 ଓଭର ବେଳକୁ 120-130 ରନ୍ ହୋଇପାରେ। ଏବଂ ଯଦି ଦର୍ଶକ ବନ୍ଧୁମାନେ ଦେଖିବେ ଏହି ମ୍ୟାଚ୍ ତାହେଲେ ସନି ଲିଭ୍ ଡାଉନଲୋଡ଼୍ କରିବାକୁ ପଡ଼ିବ। ଏବଂ ଏଥିପାଇଁ ପ୍ଲାନ୍ ରହିବ 77। ଆଉ ଯଦି ମୋତେ ଆହୁରି ଲାଗୁଛି ଯେ ଏହି ମ୍ୟାଚ୍ରେ ବର୍ଷା ରହିବ, ତ ବର୍ଷା ହେଲେ ଖେଳ ଦୁଇଟି ଯାକ ବାତିଲ ହୋଇପାରେ। ତ ଫ୍ରେଣ୍ଡ ଆପଣ କ'ଣ କହିବେ ତାହା କମେଣ୍ଟରେ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।